तो हाय फ्रेंड्स आपन सहित करछि मोर नूतन वीडियो। तो फ्रेंड्स देखि पारथुए तो ये गोटे जिनस लगी एटा कौन तो चलना आपन देखो तो मुझे खाली बाहर सारी पूरा रेडी ये बार तो खाली गाड़ी चाबिटा नवा जीवा गाड़ी चाबिटा घिनी तब जी चलो देखो कौन जाऊँ कौन करुचे जिन नबार ना तो मोबाइल रहा पैसा रहा गाड़ी चाबी रहा चलो जीवा बारह 12.5 किलोमीटर रास्ता 11.8 तो फ्रेंड्स तो आम भी आसी पहुँची गलु तालपदा सी बीच। तो तालपदा समुद्र कूल आम आसी पहुँचलु तो जहाँकि गोपालपुर 5 रु ना सॉरी तो 10 किलोमीटर पाखापाखि हो गोपालपुर तो बालेश्वर गोपालपुर तो देखो आग वीडियो कौन हो तो देखो वीडियो कंटिन्यू कर। कैमरा पछाड़ी बुलाए तो फ्रेंड्स तो शिवुल मोर देखते आसिक पहुँची तो ये आम तालपदा सी बीच रे पानी पाखर देखना जस्ट अच्छी तो आम गाड़ी देखते हेटी अच्छी गाड़ी ये रखीचे तो पलाइल मन है पलाइलु पानी देखो पाखरे पूरा पानी अच्छी देखो हाँ ढेर स्टोरेज अच्छी मोर तालपदा सी बीच पानी शीत जे ना गोटे पानी नागिला तो पानी पड़ सारा पड़ी गोटे चलती देखो आवाज कुछ एत बाड़ सब डंगा ये चलती गोटे तो मोबाइल तो हाथ हलियो ना तेन भितर जा कि बरफ हो जाओ ना फास्ट टाइम तो मोटर लुकिंग आज शीत मैंने फिर ओला पवन दौर ना ओला पर शीत कि लगुच बेणुस पलैल पानी देते पड़े आहरी बेणुस आसते देखते पाई पानी पाखपाखे पूरा देखो आम पहुँच सारी तो ये देखिकी पताका देखिए जान पड़ते कैरेक्टर पवन दाट दूसरी तो ये आमर आपने आसवे बालेश्वर तो ये बालेश्वर जिले जाऊँ तालपदा गोपालपुर तो गोपालपुर जगह तालपदा सी बीच जगह ना तो बुझे तालपदा सी बीच जगह ना आप चाहिए तो मैप मारदेवे आराम से देखे दूची तालपदा सी बीच तो मारदेवे आराम से आसिए बुली बुला जी के बढ़िया जगह
ଟିକେ ମାନେ ପିକନିକ୍ କରିବା ପାଇଁ ଜାଗାଟା ବହୁତ ଭଲ ହେଇଛି। ଖରା କରୁଛି ସକାଳୁ ସକାଳୁ ଖରା ଖାଉଛି, ପବନ ବି ରଗଡ଼ ପବନ ଏଠି ଦେଉଛି। ଦେଖନ୍ତୁ ଜାଗାଟା ଶିବୁନ ତାର ଯାଇଲା ତାର ବୁଲି ବୁଲାକି ଆଇଲାଣି, ଦେଖିଲୁ ଏଠି କିସ ଏଠି ହେଇଛି ଆର ଦେଖିପାରୁଛୁ ଜାଗାଟା ଝାଉଁ ବଣ ଖାଲି। ପତକୁ ଦେଖି ଜାଣିପାରୁଛୁ କେରେଟ ପବନ ଦଉଛି। ଏବେ ଆମେ ଚାଲୁ ସମୟ ଦେଖି ପାରୁଛୁ 10ଟା। ବାଇ ବାଇ ତାଳପଦା। ଆମେ ଏବେ ତାଳପଦା ସି ବିଚ୍କୁ ଛାଡ଼ିକି ପଳଉଛେ। ଦେଖିବାରେ କେତେ ସୁନ୍ଦର ନଈଟା। ଏଠି ପୁରା ଡଙ୍ଗା ପ୍ରିପାରେସନ୍ ଚାଲିଛି। ଅଲରେଡ଼ି ଆମେ ଯେତେବେଳେ ଆସୁଥିଲେ ସେତେବେଳେ 3-4ଟା ଡଙ୍ଗା ତାଙ୍କର ଏଇପଟେ ପଳେଇଲେଣି ସମୁଦ୍ରକୁ। ଏଠି ଦେଖିପାରୁଥିବେ ଲୋକମାନେ ଆଗରେ ଏଠି ଜାଲ ପକାଉଛନ୍ତି। ଛୋଟିଆ ବୋଟ୍ଟେ ଏଠି ଠିଆ ହେଇଛି। ଦେଖିବା ଚାଲନ୍ତୁ କ'ଣ କେମିତି ମାଛ ଏଠି ପଡ଼ୁଛନ୍ତି। ଏଟା ଦେଖିବା ଜଣେ ଡଙ୍ଗା ଗୁଡ଼ା ଏଗୁଡ଼ା ଆକ୍ଚୁଆଲି ଏଗୁଡ଼ାକ ହାତରେ ଚଲାଉଛନ୍ତି। ପାଖରେ ବାଉଁଶ ଗୁଡ଼ା କ'ଣ ବନ୍ଧା ହେଇଛି? ଜାଲ କୁଞ୍ଚା ହଉଥାଏ ଯାର ବଡ଼ ବଡ଼ ସବୁ ଜାଲ ଗୁଡ଼ା ବନ୍ଧା ହଉଥିବ ଆଉ। ଦେଖେ ଗୋଟେ ମାଡ଼ ଏଇଟା ଗୋଟେ କି କଣ୍ଟିଆ ଗୋଟେ ଦେଖିପାରୁଥିବେ ଆସିଛି। ବାଲ୍ଟି ଦେଖ ଦିଆ ବୁଝିପାରୁଥିବେ ସବୁ କେମିତି ଚାଲିଛନ୍ତି। କେତେ ବର୍ଷ ଚାଲିଛି ଦେଖିନି। କ'ଣ ବେ ଭିତରେ ଅଛି ବା ଗୋଟେ ଜୀବଟା ହେଇଥିଲା ପାଣି ତାକୁ ଛାଡ଼ି ଦେଇ ତା ଜୀବନ ମୁକ୍ତି କରିଦିଏ। କେତେ ଜାଲରେ ଏଥର କ'ଣ ଆସୁଛନ୍ତି ଦେଖିବା। କ'ଣ ଗୋଟେ ଆସିଛି ଗୋଟେ ତଳପଟର ଭାଇ ଗୋଟେ କ'ଣ ଆଇଛି ଗୋଟେ କିଛି ନାହିଁ। ଚିଙ୍ଗିଡ଼ି ଗୋଟେ ଗେଣ୍ଡା ଗୁଡ଼ା ଭର୍ତ୍ତି ଖଡ଼ା ପକଉଥିବେ ଦେଖିବା ସେଇଠି ଖଡ଼ା ପକାନ୍ତି। ଯିବା ଦେଖିବା। ଗେଣ୍ଡା ଗୁଡ଼ା ଚାଲୁଛନ୍ତି ବୋଧେ। ଏଇଠି ତ ଫ୍ରେଣ୍ଡସ୍ ତ ଚାଲୁନ୍ ଦେଖିବା ଏଇଠି କ'ଣ ହେଇଛି ଟିକେ ଚାଲୁନ୍ ଯିବା ଦେଖିବା ବୁଲିକି ଟିକେ ଆସିବା। ତ ଏଇ ପାଖରେ ଟିକେ ତ ଚାଲୁନ୍ ଦେଖିବା ଏଠି କ'ଣ ହେଇଛି ଏମିତିକା।
ବଢ଼ିଆ ବନେଇଛନ୍ତି ଏଟାକୁ। ଦେଖିପାରୁଥିବେ ଝାଉଁ ବଣ। ତାଳପଦାର ଏଟା ଝାଉଁ ବଣ। এই জায়গাটা ক্যাম্পিং করতে বঢ়িয়া হয়েছে একচুয়ালি। ସେମାନେ ଏଠି ଲୋକାଲ ଲୋକ ଯେଉଁମାନେ ମଛୁଆରା ସବୁ ଏଠି ରହିଛନ୍ତି ମାଛ ଧରୁଛନ୍ତି ସେମାନେ ଏଠି କ୍ୟାମ୍ପ ବନେଇକି ରହିଛନ୍ତି। ଏଇଠି ଆକ୍ଚୁଆଲି କ୍ୟାମ୍ପିଂ ବି ଆମେ କଲେ ଏଠି ସୁବିଧା ହେବ, କାରଣ ଏଠି ମାଛ ବି ମିଳିବ, ସବୁବେଳେ ମାଛ ଆଭେଲେବୁଲ୍, ପାଣି ବି ଏଇଠି ଅଛି। ଆପଣଙ୍କ ପାଇଁ ଥିବ ଏଇଟା। ଠିକ ଅଛି, କେତେ ସୁନ୍ଦର ଝାଉଁ ବଣ। ଷଣ୍ଢ ବି ଯାଉଛି। ଝାଉଁଟା ଆକ୍ଚୁଆଲି ବହୁତ ଡିପ୍ ଅଛି, ବହୁତ ଡିପ୍ ଜଙ୍ଗଲ ଏଇଟା ଗୋଟେ ଅଛି। ତ ଆମେ ଫାଇନାଲି ଏବେ ଏଠୁ ଆମେ ବାହାରୁଛୁ, କାରଣ ଟାଇମ୍ ଆକ୍ଚୁଆଲି 10:30 ପାଖାପାଖି ହେଇଗଲାଣି। ଆମେ ପୁଣି ଏଠୁ ଆମ ଘର ପାଖକୁ ପାଖାପାଖି ଆପ୍ରୋକ୍ସିମେଟଲି 30 କିଲୋମିଟର୍ସ ପାଖାପାଖି ଆମକୁ ଯିବାର ଅଛି। ତ ଆମେ ବାହାରୁଛୁ ଆଉ। ତ ଭିଡ଼ିଓଟିକୁ ଏତେ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ। ଭିଡ଼ିଓଟି ଯଦି ଭଲ ଲାଗେ ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ ଚ୍ୟାନେଲଟିକୁ ନିଶ୍ଚିତ ଭାବେ ଗୋଟେ ସବସ୍କ୍ରାଇବ୍ କରିଦେଇକି ଯିବେ। ରହୁଛି, ଜୟ ଜଗନ୍ନାଥ।